ଦେଖନ୍ତୁ ଆଜିକାଲି ଗାଁ ଗହଳିରେ ମାନେ ମାଛ ଧରିବା ପାଇଁ ଲୋକମାନେ ଯାଉଛନ୍ତି ବର୍ଷାର ସିଜନ୍। ଆଉ ଏ ଲୋକଟା ବି ସେ ମାଛ ଧରିବା ପାଇଁ ପାଖ ଗାଁ ବନ୍ଧରେ ଯାଇଥିଲା। ଆଉ ସଡନ୍ ତାର ସେ ଜାଲରେ ହିଁ ବଜି ଯାଇଥିଲା ମୁଣ୍ଡଟା। ଆଉ ସେ ଯେତେବେଳେ ସେଠି ଯାଇଛି ଆଉ ନ ଫେରବାରୁ ତାର ଛୋଟ ଛୋଟ ଦୁଇଟା ଛୁଆ ମାନେ ଅଛନ୍ତି, ସେମାନେ ଯାଇକି ବାପା ନ ଫେରବାରୁ ସେମାନେ ଯାଇକି ଦେଖିଲେ ଯେ ବାପାର ମୃତଦେହ ସେଠି ପଡ଼ିଛି। ଆଉ ଯାଇ ସେ ଛୁଆମାନେ ହିଁ ଖବର କଲେ ଗାଁର ଲୋକମାନଙ୍କୁ, ତା ମାଆକୁ। ଆଉ ଯାଇକି ଦେଖୁଛନ୍ତି ଯେ ସତରେ ସେ ସେଠି ପଡ଼ିଯାଇଛି। ତାପରେ ସେଠୁ ଆମେ ଉଦ୍ଧାର କଲୁ। ତାପରେ ରାୟପକା ଆମେ ଡାକ୍ତରଖାନାକୁ ନେଇ ଆସିଲୁ କାଲେ ସେ ବଞ୍ଚି ଯାଇଥିବ କହିକି, କିନ୍ତୁ ଏଠି ଡକ୍ଟର ଦେଖିକି ତାଙ୍କୁ ମୃତ ଘୋଷଣା କଲେ। ଆଉ ଏବେ ଆମେ ତାଙ୍କୁ ପିଏମ୍ ଲାଗି କୁଆରମୁଣ୍ଡାକୁ ନେଇଯାଉଛୁ। Yeah.